ସ୍ୱାସ୍ଥ୍ୟ ହିଁ ସମ୍ପଦ। ମଣିଷର ଯେତେ ଧନ ସମ୍ପତ୍ତି ମାନ ସମ୍ମାନ ଥାଉ ନା କାହିଁକି, ସ୍ୱାସ୍ଥ୍ୟ ନଥିଲେ ସେସବୁ ନିରର୍ଥକ। ରୋଗୀ ଲୋକ ଜୀବନର ସ୍ୱାଦ ଉପଲବ୍ଧ କରିପାରେ ନା। ସେଥିପାଇଁ ସର୍ବଦା ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଅନ୍ତୁ। ଓಂ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଜୁନ ମାସ 21 ତାରିଖ, ଓଡ଼ିଆ ଆଷାଢ଼ ମାସ 7 ଦିନ, ଶନିବାର, କୃଷ୍ଣ ପକ୍ଷ ଏକାଦଶୀ ତିଥି, ଯାହା ରାତ୍ରି 11:15 ପର୍ଯ୍ୟନ୍ତ ରହୁଛି। ତାପରେ ଦ୍ୱାଦଶୀ ତିଥି ଆରମ୍ଭ ହେଉଛି, ଯାହା ରାତ୍ରି 9:17 ପର୍ଯ୍ୟନ୍ତ। ଆଜି ଅଶ୍ୱିନୀ ନକ୍ଷତ୍ର, ଯାହା ଅପରାହ୍ନ 3:30 ପର୍ଯ୍ୟନ୍ତ ରହୁଛି। ତାପରେ ଦୁଜା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମେଷ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:10 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:22। ଆଜି ଯୁଗ୍ନି ରହିଛି ଅଗ୍ନି କୋଣେ, ଯାହା ରାତ୍ରି 11:15 ପରେ ନୈଋତ୍ୟ କୋଣରେ ଯୁଗ୍ନି ରହିବ। ଆଜି ଯାହାକି ଘାତ ଚନ୍ଦ୍ର ରହିଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ବୃଷ ରାଶି ବ୍ୟକ୍ତି, ସିଂହ ରାଶି ବ୍ୟକ୍ତି ଏବଂ କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଏକ ପାଦ ପୁଷ୍କର ଦୋଷ, ଯାହା ରାତ୍ରି 11:15 ପର୍ଯ୍ୟନ୍ତ। ତାପରେ 2 ପାଦ ପୁଷ୍କର ଦୋଷ ଫଳ ରହୁଛି କୃଷି ସନ୍ତାନ ହାନି ଏବଂ ପଶୁ ହାନି। ଆଜି ଏକାଦଶୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି, ଯାହାକି ଶିମ୍ବ ତତ୍ସହିତ ପୁଇ ଭୋଜନ ନିଷେଧ ରହିଛି। ଆଜି ଯାହାକି ଏକାଦଶୀ ଯୋଗୁଁ ହଳ ନିଷେଧ ରହିଛି। ଆଜି ହେଉଛି ବିଶ୍ୱ ଯୁଗ ଦିବସ, ତତ୍ସହିତ ଆଜି ସର୍ବସହମତ ଯୁଗ୍ନି ଏକାଦଶୀ, ଯାହାକୁ ଆମେ ଖଳିଲାଗି ଏକାଦଶୀ ମଧ୍ୟ କହିଥାଉ। ଆଜିର ଶୁଭ ବାର୍ତ୍ତା, ଆପଣ ପୁରୁଷ ହୁଅନ୍ତୁ କିମ୍ବା ନାରୀ ହୁଅନ୍ତୁ, କେବେ ନିଜର ବେକ ଖାଲି ରଖନ୍ତୁ ନାହିଁ। ଏହା ରଖିଲେ ଅଶୁଭତ୍ୱ ପ୍ରଦାନ କରିଥାଏ। ଆଜିର ଅଶୁଭ ବେଳା, ଯାହା ଦିବା 8:31 ରୁ ଦିବା 10:10 ମଧ୍ୟ ରହିଛି ରାହୁ କାଳ ଯୁଗ। ସେହିଭଳି ପ୍ରାପ୍ତରୁ ଦିବା 6:50 ମଧ୍ୟ ରହିଛି କାଳ ବେଳା। ସେହିଭଳି ପୁଣି ଅପରାହ୍ନ 4:41 ରୁ ଅପରାହ୍ନ 6:22 ମଧ୍ୟ ରହିଛି, ଯାହାକି କାଳ ବେଳା। ସେହିଭଳି ଦିବା 10:22 ରୁ ଅପରାହ୍ନ 3:00 ମଧ୍ୟ ରହିଛି, ଯାହାକି ବାର ବେଳା। ତେଣୁ ବାର ବେଳା, କାଳ ବେଳା ଏବଂ ରାହୁ କାଳ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ଦିବା 9:46 ରୁ ଦିବା 10:09 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସୂର୍ଯ୍ୟ ଅସ୍ତରୁ ରାତ୍ରି 7:47 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୁଚ୍ଛର ଗଣନା କରି ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ଶୁଭଯୁଗ ସ୍ଥିତିରେ ରହୁଛି। ପ୍ରତ୍ୟେକ କାର୍ଯ୍ୟରେ ଆପଣ ସଫଳତା ପାଇବା ସହିତ ମହା ଆନନ୍ଦରେ ଦିନ କଟିବାର ସୁଯୋଗ ଦେବ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ନିଶ୍ଚିତ କୃତ କାର୍ଯ୍ୟ କରିବା ସହିତ ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି। ବିରୁଦ୍ଧ ସତ୍ତ୍ୱେ ମଧ୍ୟ ଆପଣ ନିଶ୍ଚିତ ନିଜର ଲକ୍ଷ୍ୟସ୍ଥଳେ ପହଞ୍ଚି ପାରନ୍ତି ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତି, ପ୍ରେମ ଦୁନିଆରେ ଆପଣ ବହୁତ ଆନନ୍ଦିତ ରୋମାଣ୍ଟିକ ପରିବେଶ ଦେଖାଦେବ। ତତ୍ ସହିତ ଆଜି ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦେବ। ଆଜି ମେଷ ରାଶି ବ୍ୟକ୍ତି, ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ଯାହାକି ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ମେଷ ରାଶି ବ୍ୟକ୍ତି ଉତ୍ତମ ଭୋଜନ ସହିତ ଆଜି
उत्तम निद्रा एवं आज किछि उपहार प्राप्त करिवार पूर्ण सुजोग रहुछि। आज मेष राशि व्यक्ति व्यापार वाणिज्य रे अचानक आपणकर लाभ पाइबार पूर्ण सुजोग रहुछि, जहा आपणक भाग्य चक्र रु जणा पडुछि। आज मेष राशि व्यक्ति आपणकर भाग्य संख्या रहिछि जहा कि 7, भाग्य रंग रहुछि जहा कि आपण हालुका हळदिया रंग व्यवहार करि परिबे एवं ग्रह माने आपणको आज 98% साथ दउछंती। एबे चलंतु जानिबा वृष राशि व्यक्तिक विषय। वृष राशि व्यक्ति आज स्वास्थ्यगत दृष्टि देखिले आपणकर स्वास्थ्य समस्या जड़ित रही पारे, मानसिक अशांति परिवेश दिन कटि पारे। तेणु निजକୁ सुस्थ रखिबा पई चेष्टा करंतु एवं मन को अस्थिर रहुछि जदि स्थिर करिबा पई किछि संगीत सुनंतु, प्रवचन सुनंतु, जहा वृष राशि व्यक्तिଙ୍କ ପାଇଁ ଭଲ ହେବ। आज वृष राशि व्यक्ति निजर दैनंदिन कर्म क्षेत्र रे आपनको कार्य करिबा पई इच्छा कमी जाई पारे। तत्सहित आपनको राजनीतिक सामाजिक क्षेत्र रे आपनकर प्रतिष्ठा हानि जुग रहुछि। तत्सहित आज वृष राशि व्यक्ति छात्र छात्री मानक पई विशेष सहयोग मिली न पारे। आज जहा कि व्यापार वाणिज्य रे वृष राशि व्यक्ति आशा अनुसार लाभ न करि पारंती। प्रत्येक क्षेत्र रे आपनको अनेक समस्या जड़ित होई पारे। आज वृष राशि व्यक्ति प्रेम संबंध रे जदि अछंती तेबे आपनको पई आदु भल दिन होई न पारे। आज वृष राशि व्यक्ति परिवार वर्गक कथा आपनकर अनेक चिंतार विषय, विशेष करी पिला छुआंक कथा चिंता करी आपण मानसिक चिंता आहुरी अधिक बढ़ी जाई पारे। आज वृष राशि व्यक्तिंकर भाग्य संख्या रहिछि जहा कि 8, भाग्य रंग रहुछि जहा कि कला रंग व्यवहार करि परिबे एवं ग्रह माने आपण आज जहा कि 25% साथ दउछंती। एबे चलंतु जानिबा मिथुन राशि व्यक्तिंक विषय। मिथुन राशि व्यक्ति आज प्रत्येक कार्य रे सफलता पाइबे, विशेष करी दैनंदिन कार्य रे आगो को बढ़िबा सहित पूर्वरु अटकी जाइतिबा कार्य मध्य आपणकर संपूर्ण होबार पूर्ण शुभ जुग रहुछि। तत्सहित आपणकर राजनैतिक सामाजिक क्षेत्र रे दक्षता वृद्धि करिवो एवं चाकरी संबंध रे कार्य करुथले निश्चित आपणकर कार्य कौशल देखि उपरस्थ कर्मचारी आपणक ऊपर निश्चित संतुष्ट व्यक्त करि पारंती। एवं मिथुन राशि व्यक्ति इंटरव्यू एग्जाम थिले सेथिरे अनेक प्रकार सफलता प्राप्त करिवार पूर्ण सुजोग रहुछि। आज मिथुन राशि व्यक्ति जहा कि आपणकर प्रेम संबंध रे जो माने जड़ित अछंती सेमानक पई आज उत्तम दिन हेबो। भाव प्रवणता अधिक देखा देबो। तत्सहित परिवार वर्गक सहित मिथुन राशि व्यक्तिंकर आज अनेक जहा कि भल संपर्क रहिबो। आज मिथुन राशि व्यक्ति जहा कि व्यापार वाणिज्य रे आपण अनेक प्रकार लाभ पाइबार पूर्ण सुजोग रहुछि, जहा आपणक भाग्य चक्र रु जणा पडुछि। आज मिथुन राशि व्यक्ति स्वास्थ्यगत दृष्टि देखिले आपण संपूर्ण सुस्थ रहिबे, कौनसी स्वास्थ्य समस्या आपणकर रहिबो नाही। आज मिथुन राशि व्यक्तिंकर भाग्य संख्या रहिछि जहा कि 6, भाग्य रंग रहुछि जहा कि आपण नील रंग व्यवहार करि परिबे एवं ग्रह माने आपणको आज जहा कि 90% साथ दउछंती। एबे चलंतु जानिबा कर्कट राशि व्यक्तिक विषय। कर्कट राशि व्यक्ति आज समस्त प्रकार कार्य आपणकर अति सरलता सहकारे कार्य संपूर्ण होबार पूर्ण सुजोग रहुछि। आज कर्कट राशि व्यक्ति स्वास्थ्यगत दृष्टि देखिले आपण संपूर्ण सुस्थ रहिबे, कौनसी स्वास्थ्य समस्या रहिबो नाही। आज कर्कट राशि व्यक्ति राजनैतिक सामाजिक क्षेत्र रे आपणकर दक्षता बढ़िबो। तत्सहित मान सम्मान वृद्धि होबार अनेक चांस रहुछि। आज कर्कट राशि व्यक्ति जहा कि आपण चाकरी संबंध रे कार्य करुथले आपणकर पद उन्नति बा आपणकर उच्च अधिकारीक जहा कि आपणकर कार्य कौशल देखि निश्चित प्रसन्न होबार पूर्ण सुजोग रहुछि। आज कर्कट राशि व्यक्ति जहा कि आज प्रेम संबंध रे उत्तम जुग रहुछि। तत्सहित परिवार वर्गक सहित हस खुशी रे दिन कटिबार सुजोग दउछि। आज कर्कट राशि व्यक्ति जो माने व्यापार वाणिज्य करूछंती अचानक आपणकर लाभ करिवार पूर्ण सुजोग रहुछि। तत्सहित आपण जने दृढ़ व्यक्ति रूपे परिचित होबार पूर्ण सुजोग रहुछि। आज कर्कट राशि व्यक्तिंकर भाग्य संख्या रहिछि जहा कि 4, भाग्य रंग रहुछि जहा कि सबुज रंग व्यवहार करि परिबे
ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟକୁ ଆପଣ ଧ୍ୟାନ ପୂର୍ବକ କରିବାର ଆବଶ୍ୟକତା ରହିଛି। ଯଦି ଧ୍ୟାନ ସହକାରେ କାର୍ଯ୍ୟ କରିବେ କୌଣସି କାର୍ଯ୍ୟରେ ଅଟକିବ ନାହିଁ। ଯୋଉ ସମସ୍ୟା ଆସୁଥିବ ତାହା ଧୀରେ ଧୀରେ ସମାଧାନ ମଧ୍ୟ ହୋଇଯିବ। ଆଜି ସିଂହ ରାଶି ବ୍ୟକ୍ତି ଆପଣଙ୍କର ପରିବାର ବର୍ଗଙ୍କ ସହିତ କିଛି ମତଭେଦ ଆସିପାରେ। ବିଶେଷ କରି ପୁତ୍ର ପୁତ୍ରୀଙ୍କୁ ନେଇ ଆପଣ ଟିକେ ଚିନ୍ତିତ ରହିପାରନ୍ତି। ଆଜି ସିଂହ ରାଶି ବ୍ୟକ୍ତି ବ୍ୟବସାୟ କରୁଥିଲେ ଆପଣ ନିଶ୍ଚିତ ସଚେତନ ସହକାରେ ବେପାର ବାଣିଜ୍ୟ କରନ୍ତୁ। ସଚେତନ ସହକାରେ ବେପାର ବାଣିଜ୍ୟ କରିଲେ ଆପଣଙ୍କର କୌଣସି କ୍ଷତି ହବ ନାହିଁ ଏବଂ ଲାଭ ନିଶ୍ଚିତ କରିବେ। ବିଶେଷ କରି ଶତ୍ରୁମାନେ ଆଜି ଆପଣଙ୍କୁ ପରାଜିତ କରିବା ପାଇଁ ଚେଷ୍ଟା କରିପାରନ୍ତି, ଯାହା ପାଇଁ ଆପଣ ଟିକେ ପରିଶାନ ରହିପାରନ୍ତି। ଏହା ପ୍ରତି ଧ୍ୟାନ ଦେଲେ ଶତ୍ରୁ ଠାରୁ ମଧ୍ୟ ଆପଣ ବିଜୟ ହବାର ପୂର୍ଣ୍ଣ ସୁଯୋଗ ଦେଇପାରେ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆଗକୁ ବଢିବାର ଯୁଗ ରହୁଛି, କିନ୍ତୁ ଟିକେ ଝାମିଲା ହୋଇପାରେ। ଏହା ପ୍ରତି ସଚେତନ ରହିବା ସହିତ ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା କିଛି ମାତ୍ରାରେ ଆପଣଙ୍କୁ ସମସ୍ୟାରେ ପକିପାରେ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି କମଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 50% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଆପଣ ବାଦ ବିବାଦ, ଯୁକ୍ତିତର୍କ, ଝଗଡା ଏବଂ କୌଣସି କଳହ ଠାରୁ ନିଜକୁ ଯେତେ ଦୂର ଦୂରେଇ ରଖିବେ ଆପଣଙ୍କର କାର୍ଯ୍ୟ ସେତେ ସଫଳତା ଆଡକୁ ଅଗ୍ରଗତି କରିବ। ନହେଲେ ଆପଣ ଝାମିଲା ଭିତରେ ପଶିଲେ ଆପଣଙ୍କୁ ଅନେକ ପରିଶାନ ଉଠିବା ପାଇଁ ପଡିବ, ଯାହା ଆପଣଙ୍କର ହିଁ କ୍ଷତି ହେବ। ଆଜି କନ୍ୟା ରାଶି ବ୍ୟକ୍ତି ଅର୍ଥଜନିତ କ୍ଷେତ୍ରରେ ଆପଣଙ୍କୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରିଲେ ଆପଣ ଯାହାକି ଭାଗ୍ୟ ସାଥ ଦେବ ଏବଂ ନିଶ୍ଚିତ ଅର୍ଥ ସଫଳତା ଆଡକୁ ବେପାର ବାଣିଜ୍ୟରେ ପାଇବେ। ନହେଲେ ଆପଣଙ୍କର ଅର୍ଥ ହାନି ମଧ୍ୟ କରିବାର ସୁଯୋଗ ରହୁଛି। ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ନିଶ୍ଚିତ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହବାର ସୁଯୋଗ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ସେମାନେ ଟିକେ ଆଜି ସ୍ଥିର ରୁହନ୍ତୁ, ତାହା ଆପଣଙ୍କ ପାଇଁ ଭଲ ହେବ ଏବଂ ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ, ବିଶେଷ କରି ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ଆପଣଙ୍କ ପାଇଁ ଆଜି ସ୍ୱାସ୍ଥ୍ୟ ଆଉ ଟିକେ ବଢେଇ ଦେଇପାରେ। ତେଣୁ ଏହା ପ୍ରତି ଧ୍ୟାନ ନିଶ୍ଚିତ ଦିଅନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଆପଣଙ୍କର କାର୍ଯ୍ୟ ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ ଆଗକୁ ବଢିବା ସହିତ ଆପଣଙ୍କର କାର୍ଯ୍ୟ ସଫଳତା ଯୁଗ ରହୁଛି, କିନ୍ତୁ ତୁଳା ରାଶି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟ ସଚେତନ ସହକାରେ କରନ୍ତୁ। କୌଣସି ଅଧୈର୍ଯ୍ୟ ହୋଇ କାର୍ଯ୍ୟ କରନ୍ତୁ ନାହିଁ। ଯଦି ଅଧୈର୍ଯ୍ୟ ହୋଇ କାର୍ଯ୍ୟ କରିବେ ତାହା ଆପଣଙ୍କୁ ବିଫଳତା ସାମ୍ନା କରିବାକୁ ପଡିପାରେ। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ଅର୍ଥଜନିତ କାରବାରରେ ଆପଣ ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି ଏବଂ ଆପଣ ବେପାର ବାଣିଜ୍ୟରେ ଆପଣ ସଚେତନ ସହକାରେ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରିଲେ ଆପଣ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି, କିନ୍ତୁ ଟିକେ ଗଡବଡ କରିଲେ ଆପଣ ଅର୍ଥ ହାନି ହବାର ମଧ୍ୟ ସୂଚନା ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ଯଦି କିଛି ଦୂରଯାତ୍ରା କରୁଛନ୍ତି ସେଥିରେ ଆପଣ ସଫଳତା ପାଇବେ ଏବଂ କାର୍ଯ୍ୟ ଆପଣଙ୍କର ନିଶ୍ଚିତ ଶୁଭଯୁଗ ପରିସ୍ଥିତି ଆଡକୁ ନେବ। ଆଜି ତୁଳା ରାଶି ବ୍ୟକ୍ତି ଉତ୍ତମ ଭୋଜନ ସହିତ ଉତ୍ତମ ଯାହାକି ସୁଖ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଠିକ ରହିବ ଏବଂ ମାନସିକ ସ୍ତରରେ ମଧ୍ୟ ଆପଣ ସୁସ୍ଥ ରହିପାରନ୍ତି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ହଳଦୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ସଫଳତା ପାଇବା ସହିତ
ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସେଥିରେ ନିଶ୍ଚିତ ଆପଣଙ୍କର କାର୍ଯ୍ୟ ସଫଳତା କରିବାର ପୂର୍ଣ୍ଣ ଦକ୍ଷତା ଆପଣଙ୍କ ପାଖରେ ରହିଛି। ଆଜି ବିଛାରା ରାଶି ବ୍ୟକ୍ତି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟ ସହିତ ଆପଣଙ୍କର ଚାକିରି ସମ୍ବନ୍ଧ କାର୍ଯ୍ୟ ମଧ୍ୟ ଉତ୍ସାହ ସହକାରେ କରିବେ ଏବଂ କାର୍ଯ୍ୟ କୌଶଳ ଦେଖି ଉପରସ୍ଥ କର୍ମଚାରୀ ଆପଣଙ୍କୁ ପ୍ରଶଂସା କରିପାରନ୍ତି। ଆଜି ବିଛାରା ରାଶି ବ୍ୟକ୍ତିଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ବିଛାରା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି ହେବାର ଅନେକ ଚାନ୍ସ ରହୁଛି। ଆଜି ବିଛାରା ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ବେପାର ବାଣିଜ୍ୟରେ ଆପଣ ଯାହାକି ନିଶ୍ଚିତ ଲାଭ କରିବା ସହିତ ଆପଣଙ୍କର କାର୍ଯ୍ୟ କୌଶଳରେ ପୂର୍ଣ୍ଣ ଯାହାକି ଭାଗ୍ୟ ଆପଣଙ୍କୁ ସାଥ ଦେଉଛି। ତତ୍ ସହିତ ପ୍ରେମ ଦୁନିଆରେ ବିଛାରା ରାଶି ବ୍ୟକ୍ତିଙ୍କ ପାଇଁ ଆଜି ଭଲ ସମ୍ବନ୍ଧ ରହିବ। ମଧୁର କଥାବାର୍ତ୍ତାରେ ଆପଣ ସମସ୍ତଙ୍କର ମନ ଜିଣିବାର ଅନେକ ଚାନ୍ସ ରହୁଛି ଏବଂ ବିଛାରା ରାଶି ବ୍ୟକ୍ତି ଆଜି ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦେବ। ଆଜି ବିଛାରା ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ବିଛାରା ରାଶି ବ୍ୟକ୍ତି ବିଶେଷ କରି ଶତ୍ରୁ ମାନଙ୍କୁ ଆପଣ ପରାଜିତ କରିବା ସହିତ କମ୍ପିଟିସନ କ୍ଷେତ୍ରରେ ଯଦି କିଛି ଭାଗ ନେଉଛନ୍ତି ସେଥିରେ ବିଜୟ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ବିଛାରା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। କୌଣସି କାର୍ଯ୍ୟ ଅସ୍ଥିର ଅଧୈର୍ଯ୍ୟ ହୋଇ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ପରବର୍ତ୍ତୀ ଷ୍ଟେପରେ ଅନେକ ମହଙ୍ଗା ପଡିପାରେ ଏବଂ ଆଜି ଧନୁ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ ବିଫଳତା ସାମ୍ନା କରିବା ସହିତ ଚାକିରି ସମ୍ବନ୍ଧରେ କାର୍ଯ୍ୟ ତ୍ରୁଟି ହୋଇପାରେ, ଯାହା ପାଇଁ ଉପରସ୍ଥ କର୍ମଚାରୀଙ୍କ ଠାରୁ ଆପଣ ଗାଳି ଶୁଣିବାର ଅନେକ ଚାନ୍ସ ରହୁଛି। ଆଜି ଧନୁ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରୁଥିଲେ ଆପଣ ଆଶା ଅନୁଯାୟୀ ଲାଭ କରି ନ ପାରନ୍ତି, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ଆଜି ଧନୁ ରାଶି ବ୍ୟକ୍ତି ଯାହାକି ଆପଣ ଯଦି ଦୂରଯାତ୍ରା କୌଣସି କାର୍ଯ୍ୟରେ କରୁଛନ୍ତି ବା କୌଣସି କାର୍ଯ୍ୟ ସଫଳତା କରିବା ପାଇଁ ଯାଉଛନ୍ତି, ତାହା ଆପଣଙ୍କୁ ସଫଳତା ପ୍ରାପ୍ତ କରିବା ଭାରି କଷ୍ଟକର ଏବଂ କାର୍ଯ୍ୟରେ ଯାହାକି ଦୂରଯାତ୍ରା କାର୍ଯ୍ୟରେ ଆପଣଙ୍କୁ ଅନେକ ସମସ୍ୟା ମଧ୍ୟ ଉପୁଜିପାରେ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ସମ୍ବନ୍ଧରେ ଅନେକ ପ୍ରକାର ମନାନ୍ତର ସହିତ ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ନ ରହିପାରେ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅସ୍ଥିରତା ଆଡକୁ ଅଗ୍ରଗତି କରିପାରେ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ରହୁଛି ଯାହାକି ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି କାର୍ଯ୍ୟ କରୁଥିଲା ବେଳେ ସାର୍ବଜନୀନ ସ୍ଥାନରେ ଆପଣ କାହା ସହିତ ଯୁକ୍ତି ତର୍କ କରନ୍ତୁ ନାହିଁ ବା ନିଜର କାର୍ଯ୍ୟ କରୁଥିଲା ବେଳେ ଟିକେ ଶାନ୍ତ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ ଏବଂ ଯଦି ଆପଣ ଅଶାନ୍ତି ବା ଝଗଡା ଭିତରେ ପଶୁଛନ୍ତି ତାହା ପରବର୍ତ୍ତୀ ଷ୍ଟେପରେ ଆପଣଙ୍କର ହିଁ ମହଙ୍ଗା ପଡିପାରେ। ଆଜି ଯାହାକି ମକର ରାଶି ବ୍ୟକ୍ତି ଭାଗ୍ୟ ଆପଣଙ୍କର ସାଥ ରହିବ। ପ୍ରତ୍ୟେକ କାର୍ଯ୍ୟରେ ଆପଣ ଧୀରେ ଧୀରେ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ନିଶ୍ଚିତ ବଢିବ। ତତ୍ସହିତ ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଆପଣଙ୍କର ଭଲ ସମ୍ବନ୍ଧ ରହିବ। ତତ୍ସହିତ ହସ ଖୁସିରେ ଦିନ କଟିବ ଏବଂ ପରିବାର ବର୍ଗଙ୍କ ସହିତ ଆଜି ଭଲ ସମ୍ବନ୍ଧ ରହିବାର ଅନେକ ଚାନ୍ସ ରହୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ କିଛି ମାତ୍ରାରେ ଅସ୍ଥିରତା କରିପାରେ, କିନ୍ତୁ ନିଜର ଖାଦ୍ୟକୁ ଆପଣ ଭଲ ଭାବେ ପରିଚାଳନା କରିଲେ ଆପଣଙ୍କର କୌଣସି ସମସ୍ୟା ଆସିବ ନାହିଁ, ଆପଣ ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସମସ୍ୟା ଦେଖାଦେବ ନାହିଁ। ଆଜି ଯାହାକି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 55% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟରେ ଆପଣ ସଫଳତା ପ୍ରାପ୍ତ କରିପାରନ୍ତି। ବିଶେଷ କରି ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଥିଲେ ନିଶ୍ଚିତ ଆପଣଙ୍କର କାର୍ଯ୍ୟ ଭିନ୍ନ ପ୍ରକାର ହୋଇ
ଅନ୍ୟମାନଙ୍କ ଠାରେ ଆପଣ ଦୃଷ୍ଟି ଆକର୍ଷଣ କରି ପ୍ରଶଂସା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ମାନସିକ ସ୍ତରରେ ଆପଣ ସୁସ୍ଥ ରହିପାରନ୍ତି। ତତ୍ସହିତ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଯେକୌଣସି କମ୍ପିଟିସନ କ୍ଷେତ୍ରରେ ଯଦି ଭାଗ ନେଉଛନ୍ତି ସେଥିରେ ବିଜୟ ହବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟରେ ଆପଣ ଆଶା ଅନୁଯାୟୀ ନିଶ୍ଚିତ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, କିନ୍ତୁ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ। କୌଣସି ଅଧୈର୍ଯ୍ୟ ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ, ଯାହା ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ମହଙ୍ଗା ପଡିପାରେ। ଆଜି ଯାହାକି କୁମ୍ଭ ରାଶି ବ୍ୟକ୍ତି ଆପଣଙ୍କର ପ୍ରେମ ଦୁନିଆରେ ଯୋଉମାନେ ଅଛନ୍ତି ନିଶ୍ଚିତ ଆପଣଙ୍କ ପାଇଁ ଭଲ ଦିନ ହୋଇପାରେ। ତତ୍ସହିତ ପରିବାର ବର୍ଗଙ୍କ ସହିତ ଆପଣଙ୍କର ଆଜି ହସ ଖୁସିରେ ଦିନ କଟିବାର ସୁଯୋଗ ଦେଇପାରେ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟ କୌଶଳରେ ଅନେକ ସଫଳତା ରହିବ, କିନ୍ତୁ କେତେକାଂଶରେ ଆପଣ ମାନସିକ ଚିନ୍ତା ରହିପାରେ, କାରଣ ଆପଣଙ୍କର ବୈଚାରିକ ମତଭେଦ ରହିପାରେ ନିଜର କାର୍ଯ୍ୟ କ୍ଷେତ୍ରରେ, ଯାହା ପାଇଁ ଆପଣ କିଛି ସମସ୍ୟାରେ ଉପୁଜି ପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିଲେ କୌଣସି କାର୍ଯ୍ୟ ଆପଣଙ୍କର ଅଟକିବ ନାହିଁ, ସମସ୍ତ କାର୍ଯ୍ୟରେ ଆପଣ ସଫଳତା ପାଇପାରନ୍ତି। ଆଜି ମୀନ ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ଆପଣଙ୍କର ଭଲ ସମ୍ବନ୍ଧ ରହିବ। ତତ୍ସହିତ ଆଜି ପ୍ରେମ ଦୁନିଆରେ ଯୋଉମାନେ ଅଛନ୍ତି ନିଶ୍ଚିତ ଆପଣଙ୍କ ପାଇଁ ଆଜି କିଛି ବିଶେଷ ଖରାପ ଦିନ ହୋଇନପାରେ। ଆଜି ମୀନ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଆଶା ଅନୁଯାୟୀ ଲାଭ କରିପାରନ୍ତି। ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବଢିପାରେ। ଆଜି ମୀନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ରହୁଛନ୍ତି ନିଶ୍ଚିତ ଆପଣଙ୍କ ପାଇଁ ଉତ୍ତମ ଦିନ ହୋଇପାରେ। ତତ୍ସହିତ ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଓଁ ବିଷ୍ଣବେ ନମଃ। ନମସ୍କାର।